ବାଲି ଚୋରା ଚାଲାଣକୁ ନେଇ ଯୋଉମାନେ ବିଧାୟକ ସାଙ୍ଗରେ ଅଛନ୍ତି ସେଇମାନେ ନେଇକିରି ବିକ୍ରି କରିବେ, କିନ୍ତୁ ଇଏ କାହା ପଛରେ ଦୌଡୁଥିଲେ, କାହା ସାଙ୍ଗରେ ଯାଉଥିଲେ, କିଏ ଆଙ୍କୁ ସାଙ୍ଗରେ ଫଟୋ ଉଠେଇଛନ୍ତି? ତିମେଇପୁର ଗୋଟେ ଗାଁ ଏବଂ ଗୋଟେ ଝାରକଟା ଗାଁ। ନିଶ୍ଚିନ୍ତ ରୂପେ ଇଏ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ଇଏ ହଉଛି ଗୋଟେ ପ୍ରଥମ ଘଟଣା, ଯୋଉ ଘଟଣା କେବେ ବି ଲୋକ ଆକୁ ଆଖିରେ ଦେଖିନ। ବିଶେଷ କରି ମୁଁ ଅସୁସ୍ଥ ଥିଲି ଏବଂ ମେଡିକାଲରୁ ଗତକାଲି ମୁଁ ଡିସଚାର୍ଜ ହେଲି ଏବଂ ସମସ୍ତ ଘଟଣାକୁ ମୁଁ ମେଡିକାଲରେ ଥାଇ ମଧ୍ୟ ବି ମିଡିଆ ମାଧ୍ୟମରେ ମଧ୍ୟ ବି ଦେଖୁଥାଏ ଏବଂ ଏ କଥାକୁ କେବଳ ନିନ୍ଦା କରିବା ବ୍ୟତୀତ ଆଉ ଅନ୍ୟ କାରଣ କିଛି ନାହିଁ। ବିଶେଷ କରି ମୁଁ ପ୍ରକୃତ ସତ କଥାଟାକୁ ମୁଁ ଗଣମାଧ୍ୟମ ଆଗରେ ମୁଁ ରଖିବାକୁ ଚାହୁଁଛି। ପ୍ରଥମତଃ ମୁଁ କହିବି ଇଏ ଘଟଣା ଘଟିଛି କେବଳ ବାଲି ଚୋରା ଚାଲାଣକୁ ନେଇ। ମୁଁ ଯୋଉ ଗୋଟିଏ ଦିଟା କଥା ରଖିବି ଗଣମାଧ୍ୟମ ଆଗରେ, ସେ କଥାଟା ଗଣମାଧ୍ୟମ ପ୍ରତିନିଧି ମାନେ ତାକୁ ଇନକ୍ୱାରି କରିବା ଉଚିତ ଯେ ଏଇ ଘଟଣାର ସତ୍ୟାସତ୍ୟତା କେତେ। ଦୟା ନଦୀ ଲୁଣା ନଦୀ ସେତେବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ଦ୍ୱାରା ଖନନ କରିବା ପାଇଁ ଇଏ ଅର୍ଥ ମଞ୍ଜୁର ହୋଇଥିଲା ଏବଂ ତାକୁ ଲୋକଲୋଚନକୁ ଆଣିବା ପାଇଁ ବିଧାୟକ ଏବଂ ସାଂସଦ ଗୋଟେ ଲୋକ ଦେଖାଣିଆ ଭାବେ ମୁଖ୍ୟମନ୍ତ୍ରୀଙ୍କ ପ୍ରୋଗ୍ରାମ କରାଇ ତାକୁ ଫାଉଣ୍ଡେସନ ଷ୍ଟୋନ ଦବା ପାଇଁ ଗୋଟେ ଦିନ ଧାର୍ଯ୍ୟ କଲେ। ସେତେବେଳେ କଣାସ ବ୍ଲକରେ ମୁଁ ଗୋଟେ ମଧ୍ୟ ଗଣମାଧ୍ୟମର ସମସ୍ତ ପ୍ରତିନିଧି ମାନଙ୍କୁ ଡାକି ଏକ ପ୍ରେସ ମିଟ ମଧ୍ୟ ବି ସେତେବେଳେ ମୁଁ କରିଥିଲି ଯେ ଇଏ ନଦୀର ଖନନ କେବଳ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଇଏ ମଞ୍ଜୁର ହେଇଛି ଅର୍ଥ। ମୁଁ ବିଧାୟକ ଥିବା ସମୟରେ ୟାକୁ ଅଧା କାମ କରିଥିବା ସରିଥିବା ନଦୀକି ପୁଣି କେବେ ଯେ ଫାଉଣ୍ଡେସନ ଷ୍ଟୋନ ଦିଆଯାଏ ନାହିଁ କି ଭିତ୍ତିପ୍ରସ୍ତର ଦିଆଯାଏ ନାହିଁ। କିନ୍ତୁ ଇଏ ଏମିତି ଗୋଟେ ସରକାର, ଇଏ ତ ରଙ୍ଗ ମରା ସରକାର, କେବଳ ରଙ୍ଗ ମାରିକିରି ଇଏ ବାହା ନବାକୁ ଏମାନେ ସବୁବେଳେ ଗତ 2 ବର୍ଷ ଧରିକିରି ଲାଗି ପଡିଛନ୍ତି। ଏବଂ ଗୋଟିଏ କଥା ମୁଁ କହିବି, ଦୟା ନଦୀ ଖନନ ବେଳେ ଆପଣ ମାନେ ଓସିସି ସଂସ୍ଥାକୁ ଜଳସେଚନ ବିଭାଗ ଟେଣ୍ଡର ଡାକିବା ପାଇଁ ଅର୍ଡର ଦେଲେ। ଟେଣ୍ଡର ଡକାଗଲା ଏବଂ ଟେଣ୍ଡର ଡାକିଲା ପରେ ସେଥିରେ ଗୋଟେ ପଏଣ୍ଟ ସ୍ପେସିଫିକ ଭାବେ ଲେଖାଗଲା, ନଦୀରୁ ଯେତିକି ବାଲି ଉଠିଆ ଯିବ ସେ ବାଲିକି ଗୋଟେ ଜାଗାରେ ତହସିଲଦାରଙ୍କ ଇନଷ୍ଟ୍ରକ୍ସନରେ ଡମ୍ପିଂ କରାଯିବ ଏବଂ ତହସିଲଦାର ତାକୁ ଅକ୍ସନ ବାଲିକି କରିବେ। କିନ୍ତୁ ତାହା କରାଗଲା ନାହିଁ। ଯେତେବେଳେ ମୁଁ ନିଜେ ଦେଖିଲା ପରେ ମୁଁ ତହସିଲଦାରଙ୍କୁ ଫୋନ କଲି। ମୁଁ କହିଲି ବାଲି ଯୋଉ ଉଠିଆ ହଉଛି ଇଏ କଣ କେବଳ ଯୋଉମାନେ ବିଧାୟକ ସାଙ୍ଗରେ ଅଛନ୍ତି ସେଇମାନେ ନେଇକିରି ବିକ୍ରି କରିବେ? ଇଏ ବାଲି ଉଠେଇବାର ତାତ୍ପର୍ଯ୍ୟ ହଉଛି ସେଇଆ? କହିଲା ସାର୍ ହଁ ସାର୍ ନିୟମ ଅଛି, ତହସିଲଦାର ନିଜେ କହିଛନ୍ତି ମତେ ନିୟମ ଅଛି ଡମ୍ପିଂ କରିବା ପାଇଁ, କିନ୍ତୁ ଏମାନେ ମାନୁନାହାନ୍ତି। ମୁଁ ଆସନ୍ତା କାଲି ଯାଇକିରି ତାକୁ ବନ୍ଦ କରିବି। ଆସନ୍ତା କାଲି କହିକିରି ତହସିଲଦାର ଆଉ ବନ୍ଦ କଲେ ନାହିଁ ଏବଂ ସେ ଯୋଉ ବାଲି ଯୋଉଠୁ ଉଠିଆ ହଉଥିଲା, ଯୋଉମାନେ ଆଜି ଯିଏ ଛିନି ଛତ୍ର କରିକିରି ହାଣିଛନ୍ତି, ଗାଡି ମଡେଇଛନ୍ତି ସେଇମାନେ ଅଛନ୍ତି ଏବଂ ଯାହାଙ୍କୁ ଗାଡି ମଡିଆ ଗଲା ସେ ମଧ୍ୟ ଯେ ବାଲି ଆମେ କାହିଁକି ନ ନବୁ ବୋଲି ପାଟିତୁଣ୍ଡ 2 ଦିନ ପୂର୍ବରୁ ମଧ୍ୟ ବି ହେଇଥିଲା ଏବଂ ସେ କଥାକୁ ଯଦି ପୋଲିସ ପ୍ରଶାସନ ଏବଂ ତହସିଲଦାର ଠିକରେ ଯଦି ତତ୍କ୍ଷଣାନ୍ତ ଯାଇ ସେମାନଙ୍କୁ ଡାକି ଠିକ ଉପଯୁକ୍ତ ନିଷ୍ପତ୍ତି ନେଇଥାନ୍ତେ ତାହେଲେ ଆଜି ଏ ଘଟଣା କଣାସ ବଜାରରେ କେବେ ବି ହେଇ ନଥାନ୍ତା। ଆଜି ଆପଣ ମାନେ ଦେଖନ୍ତୁ ଏ ଘଟଣା କେବଳ ହେଇଛି ବାଲି ପାଇଁ। ଆଉ ମୁଁ ଆପଣଙ୍କୁ କହିବି, ବିଧାୟକ ଯୋଉ କହୁଛନ୍ତି ଏମାନେ ପେଶାଦାର, ଏମାନେ ହଉଛନ୍ତି କ୍ରିମିନାଲ, ମୁଁ ମାନୁଛି ଏମାନେ କ୍ରିମିନାଲ ହେଇପାରୁଛନ୍ତି, କିନ୍ତୁ ଇଏ କାହା ପଛରେ ଦୌଡୁଥିଲେ, କାହା ସାଙ୍ଗରେ ଯାଉଥିଲେ, କିଏ ଆଙ୍କୁ ସାଙ୍ଗରେ ଫଟୋ ଉଠେଇଛନ୍ତି? ନିଜେ ତ ବିଧାୟକ ସାଂସଦ ନିଜେ ଛିଡା ହେଇକି ଯୋଉମାନେ କ୍ରିମିନାଲ ତାଙ୍କ ସାଙ୍ଗରେ ଫଟୋ ଉଠେଇଛନ୍ତି, ଆଜି କଣ ଦୋଷ ମୁକ୍ତ ହବାକୁ ଲାଗିଛନ୍ତି? ତେଣୁ ଏ କଥା ଆଗେ ଚିନ୍ତା କରିବା ଦରକାର। ଯୋଉ ପଏଣ୍ଟ ଓସିସି ର ଅଛି ଯେ ବାଲି ଡମ୍ପିଂ କରିବା ପାଇଁ, ସେ ବାଲି ଗଲା କୁଆଡେ? ସେ ବାଲିକି ବିଧାୟକ ଆହୁରି 2-3 ଜଣ କଣ୍ଟ୍ରାକ୍ଟରକୁ ସେଟିଂ କରିକିରି ସେ ବାଲିକି ନେଇକିରି ଗୋଟେ ଦୋକନ୍ଦା ଘେରି ଅଛି। ସୋ ଦୋକନ୍ଦା ଘେରିରେ
बिना टेंडर ହେଇନି କିଛି ନାହିଁ ତାକୁ ସେଠି ପକଉଛନ୍ତି ଏବଂ ସେଠି ଯୋଉ କାମ ମୁଁ ଟେଣ୍ଡର କରିଥିଲି ଅଧା କାମ ସରିଛି ତାକୁ ସ୍ପିଡ୍ ଅପ୍ କରିକିରି କାମ ଦବା ପାଇଁ ସେଇ ତାଙ୍କ ଚାରି ପାଖରେ ଥିବା ଠିକାଦାର ମାନଙ୍କୁ କାମ ଦବା ପାଇଁ ଖୋର୍ଦ୍ଧା ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀକି ନିର୍ଦ୍ଦେଶ ମଧ୍ୟ ବି ଦେଇଛନ୍ତି। ତେଣୁ ଆଜି ଯିଏ ସତ୍ୟବାଦୀର ହର୍ତ୍ତାକର୍ତ୍ତା ଶାସନ ଦାୟିତ୍ୱ ଯାହା ଉପରେ ଆଜି ଯଦି ଏଇଆ ହବ ଆମେ ଦୋଷ କାହାକୁ ଦେବା? ସରକାରୀ ଅଫିସର ଢିଲା ଯାହା ବିଧାୟକ କହୁଛନ୍ତି ସରକାର କହୁଛନ୍ତି ତାକୁ ଅକ୍ଷରେ ଅକ୍ଷରେ ମାନିକିରି ଚାଲିଛନ୍ତି। ଆମେ ତ ଦେଖୁଛୁ ବ୍ଲକ ଠୁ ଆରମ୍ଭ କରି ତହସିଲ ପର୍ଯ୍ୟନ୍ତ ଯୋଉଠି ସୁପ୍ରିମ କୋର୍ଟର ବି ନିୟମ ଅଛି ଜଳସେଚନର ଯୋଉ ମୌଜା ଥାଇକିରି ବି ସେଠି କାମ ହଉଛି ବିଲ୍ ପେମେଣ୍ଟ ହଉଛି ଯୋଉଠି ଶ୍ମଶାନ ଭୂମି ସେଠି ମଧ୍ୟ ବି ପେମେଣ୍ଟ ହଉଛି ଯୋଉଠି ରାସ୍ତା କିଛମ ସେଠି ବି ପେମେଣ୍ଟ ହଉଛି। ତହସିଲଦାରଙ୍କୁ ପଚାରିଲେ ସିଏ କହୁଛନ୍ତି ମୁଁ ଏନ୍ଓସି ଦେଇନାହିଁ। ବିଡିଓ ମହୋଦୟ ବିଲ୍ କରିକିରି କେବଳ ବିଧାୟକ ଏବଂ ସିଏ ବାଣ୍ଟିକିରି ନବା ପାଇଁ କେବଳ ଫଲ୍ସ ବିଲ୍ ହେଉଛି। କେତେ କେସ୍ ଆପଣ କୋଣାସ ବ୍ଲକକୁ ଯାଆନ୍ତୁ ତାଙ୍କୁ ଖାଲି ମାଗନ୍ତୁ ଯେ ତମର ଏନ୍ଓସି କେତୋଟି ତହସିଲଦାରଙ୍କଠୁ ଆଣିଛ ସେ ଗୋଟିଏ କେସ୍ ଜଣା ପଡିଯିବ ଯେ ଏମାନେ ସରକାରଙ୍କର ଏବଂ ସୁପ୍ରିମକୋର୍ଟର ଏବଂ ରେଭିନ୍ୟୁ ଡିପାର୍ଟମେଣ୍ଟର ନିୟମକୁ ମାନୁଛନ୍ତି କି ନାହିଁ। ଏବଂ ମୁଁ ଆଉ ଗୋଟିଏ କଥା କହିବି ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ ପାଖରେ ସେ ଅଞ୍ଚଳରେ ଯେହେତୁ 10 ବର୍ଷ ଧରିକିରି ମୁଁ ବିଧାୟକ ସେଠି ଗୋଟେ ଗଡସାନପୁର ପଞ୍ଚାୟତ ଯୋଉଟା ବିଧାୟକର ନିଜ ପଞ୍ଚାୟତ ସେ ପଞ୍ଚାୟତରେ ଗୋଟେ ଟିମେଇପୁର ଗୋଟେ ଗାଁ ଏବଂ ଗୋଟେ ଝାରକଟା ଗାଁ ଏବେ ଦେଖିବେ ଯୋଉଟା ବିଧାୟକ ସମୟରେ ଲଘୁଜ ଖଣିଜ ପଦାର୍ଥକୁ ମୁଁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଥିଲି। ସେତେବେଳେ ଜିଲ୍ଲାପାଳ ଏସପି ଏବଂ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଯାଇକିରି ତାକୁ ବନ୍ଦ କରିଥିଲେ। ଆଜି ଦେଖିବେ ତା ମଣିଷ ଉଚ୍ଚରେ ଖାଲ ଲୋକ ପଡୁଛନ୍ତି ଗୋରୁ ଗାଈ ପଡିକିରି ବି ମରୁଛନ୍ତି। ବିଧାୟକ ନିଜେ ମାସକୁ 7 ଲକ୍ଷ ଟଙ୍କା ସମସ୍ତ ଯୋଉମାନେ ଗାଡି ଘୋଡା ରଖିକିରି ବେପାର କରୁଛନ୍ତି ଲଘୁଜ ଖଣିଜ ପଦାର୍ଥ ଆଜି କଣାସରେ ଶୂନ ହବାକୁ ଯାଉଛି। ତା ନିଜ ପଞ୍ଚାୟତ ଯାଆନ୍ତୁ ଗୋଟେ ଆପଣଙ୍କ ଲୋକାଲ ପ୍ରତିନିଧିକୁ ପଚାରନ୍ତୁ ଗୋଟେ ଟିମେଇପୁର ଗୋଟେ ଗାଁ ଆଉ ଝାରକଟା ଗାଁ ସେଠି ଖାଲି ଗୋଟେ ଭିଜୁଆଲ ଆଣନ୍ତୁ ବିଧାୟକଙ୍କ ଇଙ୍ଗିତରେ କେମିତି ହେଇଛି। ତହସିଲଦାର ଚୁପ ପୋଲିସ ବି ଚୁପ ଏବଂ ଚୋରି ପରେ କେବଳ କ୍ରମାଗତ ଚୋରି ପରେ ଚୋରି ହବାକୁ ଲାଗିଛି ଏବଂ ଏ ବିଧାୟକ ହଉଛି ଏବଂ ଗୋଟେ ଚୋର ବିଧାୟକ ଯାହାଙ୍କର କୌଣସି କାର୍ଯ୍ୟକ୍ରମ ନାହିଁ କେବଳ ଲୁଟ କରିବା ବ୍ୟତୀତ ଆଉ କୌଣସି କାର୍ଯ୍ୟକ୍ରମ ନାହିଁ। ଶୁଣନ୍ତୁ ଆଜ୍ଞା ଯିଏ ଯିଏ ନେତୃତ୍ୱ ନିଏ ମୁଁ ଆପଣ ମାନଙ୍କୁ କହିବି 2019 ମସିହାରେ ମୁଁ ଯେତେବେଳେ ନିର୍ବାଚନ ଲଢୁଥିଲି ଗୋଟେ ବୁଥରେ ପଶିକିରି କିଏ ବନ୍ଧୁକ ଧରିକି ପଶିଥିଲା ବୁଥରେ କାହା ମୁଣ୍ଡରେ ବନ୍ଧୁକ ଲଗା ଯାଇଥିଲା ପ୍ରିଜାଇଡିଂ ପୋଲିସ ଅଫିସରକୁ କିଏ ବାଡେଇଥିଲା ଏବଂ ଭୋଟର ବାକ୍ସ କିଏ ଛଡେଇକିରି ଆଣିଥିଲା ଏଇ ଯାହାଙ୍କ ନାଁରେ କେସ୍ ହେଲା କଲିକତାରେ ଲୁଚିକିରି 2 ମାସ କାଳ ରହିଲେ ତାପରେ ଆଣ୍ଟିସିପେଟରୀ ବେଲରେ ସିଏ ଆସିଲେ କେବଳ ଏ ବିଧାୟକର ଇଏ ହଉଛି କାର୍ଯ୍ୟକ୍ରମ ଯିଏ ନିଜେ ଗୁଣ୍ଡାମି କରିବାକୁ ପଛଉନାହାନ୍ତି ଏବଂ ଯୋଉ ପଞ୍ଚାୟତରେ ଅତୀତରେ 7-7ଟା ମର୍ଡର ମଧ୍ୟ ବି ହେଇଛି ସେଇ ପଞ୍ଚାୟତର ବିଧାୟକ ତାଙ୍କ ବାପା ସବୁଥିରେ ଇନଭଲ୍ଭ। ଆଜି ସେଇ ବିଧାୟକ ପଛରେ ଏମାନେ ଫଟୋ ଆଗେ ଦେଖନ୍ତୁ ଏମାନେ ତା ସାଙ୍ଗରେ ଫଟୋ ଉଠେଇଛି ନା ନାହିଁ ତା ସାଙ୍ଗରେ ଯାଉଛନ୍ତି ନା ନାହିଁ ଏବଂ ସେ ବାଲି ଉଠେଇବା ପାଇଁ ତହସିଲଦାର ପୋଲିସ କି ଇନଷ୍ଟ୍ରକ୍ସନ ଦେଇଛନ୍ତି କି ନାହିଁ ଏ କଥା ଆଗେ ଆପଣ ମାନେ ତାର ଇନକ୍ୱାରିଟା କରନ୍ତୁ। ଆଜି ଗଣ୍ଡଗୋଳ ଏଇଥିପାଇଁ ହେଇଛି ଆଜି ଏଭଳି ବିଭତ୍ସ କାଣ୍ଡ କୋଣାସରେ ଆଜି ହେଇଛି କେବଳ ବିଧାୟକ ପାଇଁ ଯଦି ଆଜି ବାଲି ନିୟମ ଅନୁସାରେ ଆଜି ଷ୍ଟକ୍ ପଏଣ୍ଟ କରିକି ରଖାଯାଇଥାନ୍ତା ଏମାନଙ୍କୁ ପ୍ରଶ୍ରୟ ଦିଆଯାଇନଥାନ୍ତା। ମୁଁ ଗୋଟେ ଭିଜୁଆଲ ଆପଣଙ୍କୁ ଦେଖଉଛି ସେଠି ମେସିନ ଯାହାର ଲାଗିଛି ସେଠି ଯାହାର ହାଇୱା ଲାଗିଛି ଯିଏ ଗାଡି ମଡେଇଛନ୍ତି ଏବଂ ଯିଏ ମର୍ଡର କରିଛନ୍ତି ଏ ଯିଏ ସମ୍ପୂର୍ଣ୍ଣ ରୂପେ ତାକୁ ହାଣିଛନ୍ତି ଇଏ ତାଙ୍କରି ଗାଡି ତାଙ୍କରି ହାଇୱା ଚେକ୍ କରନ୍ତୁ ସେ ଭିଜୁଆଲ ବି ଦଉଛି ସେ ଗାଡିର ନମ୍ବର ବି ଆପଣ ମାନେ ନିଅନ୍ତୁ ସେ କାହା ନାଁରେ ଅଛି ଏ କଥାକୁ ଆପଣ ମାନେ ସମସ୍ତେ ଜାଣିବା ଉଚିତ। ତେଣୁ ଆଜି ମୁଁ କହିବି ଏସପି ୟା ଉପରେ ଦାୟିତ୍ୱ ସମ୍ପୂର୍ଣ୍ଣ ରୂପେ ନିଅନ୍ତୁ କାରଣ ମୁଁ ଦେଖୁଛି ଏ ସରକାର ଆସିବା ଦିନଠୁ ଅଞ୍ଚଳରେ କୋଣାସ ସତ୍ୟବାଦୀ ନାହିଁ କେବଳ ପୁରୀ ଜିଲ୍ଲାରେ ପାଉଡର ଯୋଉଟା କି ଡ୍ରଗ୍ସ ବେପାର ଖୋଲମ ଖୋଲା ଚାଲିଛି ଏବଂ ମଦ ରାସ୍ତା ଉପରେ ବସିକିରି ମଧ୍ୟ ପିଆ ଚାଲିଛି ଚୋରା ମଦ ଗାଁ ଗାଁରେ ମଧ୍ୟ ବି
ବିକ୍ରି ହଉଛି ଏବଂ ଆମେ ଆଶା କରିଥିଲୁ ତା ବି ପରିବର୍ତ୍ତନ କିଛି ପରିମାଣରେ ହବାକୁ ଯାଉଛି। ଯିଏ ଏସ୍ପି ଏବେ ଅଛନ୍ତି ପ୍ରତୀକ ସିଂ, ତାଙ୍କର କାର୍ଯ୍ୟକ୍ରମ ଟିକେ ନିଆରା ରୂପେ ରହିଛି। ମୁଁ ଭାବୁଛି ସିଏ ସରକାରଙ୍କର ବଚସ୍କର ନ ହୁଅନ୍ତୁ। ଅତୀତରେ ସରକାର ସମୟରେ ଯୋଉଭଳି ସେ କାର୍ଯ୍ୟକ୍ରମ କରୁଥିଲେ, ଯଦି ସେ କାର୍ଯ୍ୟକ୍ରମ ପୁରୀରେ ହବ ତାହେଲେ ପୁରୀରେ ଆଇନ ଶୃଙ୍ଖଳା ପରିସ୍ଥିତି ନିଶ୍ଚିନ୍ତ ରୂପେ ରକ୍ଷା ପାଇବ। ସାଧାରଣ ଲୋକ ଆଇନ ଶୃଙ୍ଖଳା ଉପରେ ନିର୍ଭର କରିବେ ଏବଂ ବିଶ୍ୱାସ ମଧ୍ୟ ବି ରଖିବେ। ଆଉ ଗୋଟେ ପ୍ରସଙ୍ଗ ଯିବା, ବଡ ପ୍ରସଙ୍ଗ ଥିଲା 2024। ବର୍ତ୍ତମାନ ତ ବେଙ୍ଗଲରେ ବିଜେପି ସରକାର ଆସିଲା, ଏଠି ବିଜେପି ସରକାର ଆସିଲା, ଜଗନ୍ନାଥ ଧାମ ହଟିବ, ଆପଣ ଦାବି କରିବେ ଯେ ହଟାଯାଉନି? ଆଜ୍ଞା, ଜଗନ୍ନାଥ ସର୍ବମୟ, ସେ ବିଶ୍ୱକର୍ତ୍ତା। ଓଡିଶାରେ କେବଳ ପୁରୀରେ ଜଗନ୍ନାଥ ଅଛନ୍ତି, ଏ ଶ୍ରୀକ୍ଷେତ୍ର ଗାଦି। ଯିଏ ଯୋଉଠି ଜଗନ୍ନାଥଙ୍କୁ ପୂଜି ପାରିଲେ ଆମେ ତାକୁ ବିରୋଧ କରିବା? ସେ ପୁରା ବିଶ୍ୱକର୍ତ୍ତା। ନାଇଁ, ଧାମ ଗୋଟିଏ ନିଶ୍ଚିନ୍ତ, ଇଏ ପୁରୀ ଧାମ। କିନ୍ତୁ କଲିକତାରେ କଲେ ମଧ୍ୟ ବି ସମସ୍ତେ ପୁରୀକୁ କଲିକତାରୁ କାହିଁକି ହଜାର ହଜାର ପର୍ଯ୍ୟଟକ ପୁରୀ ଆସୁଛନ୍ତି? ନାଇଁ, ପୁରୀ ଧାମ ନାମ ୟା ହଟିବା ନିଶ୍ଚିନ୍ତ ରୂପେ ଦରକାର। କାରଣ ପୁରୀ ହିଁ ଏକମାତ୍ର କ୍ଷେତ୍ର ଯାହା ହଉଛି ଶ୍ରୀକ୍ଷେତ୍ର ପ୍ରଭୁ ଜଗନ୍ନାଥଙ୍କ ଧାମ। ତେଣୁ ସମସ୍ତ ବିଶ୍ୱର ପର୍ଯ୍ୟଟକ ମାନେ ବିଶ୍ୱାସର ସହିତ କେବଳ ପୁରୀ କି ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି। ଆଜ୍ଞା, ବିଜେପି କହୁଛି ଯେ ଯୋଉଭଳି ପଶ୍ଚିମବଙ୍ଗରେ ଫଳାଫଳ ହେଲା ତାର ଇମ୍ପାକ୍ଟ ଓଡିଶାରେ ପଡୁଛି। ନବୀନ ବାବୁ ଟିକେ ବର୍ତ୍ତମାନ ଛାନିଆ ହେଲେଣି, ପୁଣି ବିଜେଡି ସିଟ୍। ବିଜେପି କଣ ଲୋକମାନଙ୍କ ଦ୍ଵାରା ଜିତୁଛି? ଲୋକ ଭୋଟ ଦଉଛନ୍ତି ବିଜେପି କି? କେତେ ଭୋଟ କଟାଗଲା ମମତା ବାନାର୍ଜୀଙ୍କର? ଏବଂ କିଭଳି ଭାବରେ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମ ଆଜିର ଦିନରେ ଲୋକମାନେ ଭୁରି ଭୁରି ପ୍ରଶଂସା କରୁଛନ୍ତି। ଆମର କଣ ଓଡିଶା ଲୋକ ଏତେ ଅନ୍ଧ ହୋଇଯାଇଥିଲେ ଯେ 21 MP ଯେ ଓଡିଶାରୁ ସବୁ ଯାକ ଭାରତୀୟ ଜନତା ପାର୍ଟି ନେଇଗଲା? ଇଏ କେବଳ ହଉଛି ଇଭିଏମ ର କାରସାଦି। ତେଣୁ ଯେତେ ଦିନ ପର୍ଯ୍ୟନ୍ତ ଇଭିଏମ ଭାରତ ବର୍ଷର ନ ଉଠିଛି, ତେଣୁ ବିଜେପି ନିଶ୍ଚିନ୍ତ ରୂପେ ପ୍ରତି ଷ୍ଟେଟକୁ ଏଇଭଳି ଭାବରେ କବ୍ଜା କରିକି ଚାଲିବ। କିନ୍ତୁ ତାର ପ୍ରଭାବ ଓଡିଶାରେ ପଡିବ ଏବଂ ଓଡିଶାରେ ମଧ୍ୟ ଆଜ୍ଞା, ଆମେ ବି ଆହ୍ୱାନ କରୁଛୁ, ଯଦି ଦମ ଅଛି ଭାରତର ନିର୍ବାଚନ କମିଶନରଙ୍କର, ତାହେଲେ ବାଲଟ ପେପରରେ ଭୋଟ କରନ୍ତୁ। ତାହେଲେ ଆମେ ଜାଣିବା ଲୋକପ୍ରିୟତା କାହାର। ଭାରତ ବର୍ଷରେ ମୋଦିଙ୍କର ଅଛି ନା ଅନ୍ୟ କୋଉ ନେତୃତ୍ୱର ଅଛି? ଓଡିଶାରେ ନବୀନ ବାବୁଙ୍କର ଅଛି ନା ଭାରତୀୟ ଜନତା ପାର୍ଟିର ଅଛି? ଆପଣ ଗଣମାଧ୍ୟମର ପ୍ରତିନିଧି ମାନେ ଛାତିରେ ହାତ ଦେଇକରି ଆପଣ କଣ ଜାଣିପାରୁନାହାନ୍ତି? ଦେଖନ୍ତୁ, ଥରେ ଚିନ୍ତା କରନ୍ତୁ, ଓଡିଶାର ବିକାଶ ଆଜି କିଭଳି ଭାବରେ ନିମ୍ନଗାମୀ ହେଇଛି, ରସା ତଳକୁ ଯାଇଛି। ଏମାନେ ଯାଉଛନ୍ତି, ଲଜ୍ଜା ଲାଗୁନି ଏମାନଙ୍କୁ? ଇଏ ଯାଇକିରି ପଶ୍ଚିମବଙ୍ଗରେ 1 ନମ୍ବର ଇଏ ବଙ୍ଗଳା କରିବା ପାଇଁ ଯୋଉମାନେ ଆହ୍ୱାନ ଦଉଛନ୍ତି, ସେମାନଙ୍କୁ ନିଜକୁ ଲାଜ ଲାଗିବା ଦରକାର ଯେ ଓଡିଶାରେ 2 ବର୍ଷ ଭିତରେ ତମ କାର୍ଯ୍ୟକ୍ରମ କଣ ଅଛି? ଏନି ଗୋଟିଏ ପ୍ରୋଜେକ୍ଟ କହନ୍ତୁ 2 ବର୍ଷ ଭିତରେ ଏମାନେ ଏଇ କାର୍ଯ୍ୟକ୍ରମ କରି ଲୋକମାନଙ୍କ ଆଗରେ ଥୋଇଛନ୍ତି। ଯାହା ବି କାର୍ଯ୍ୟକ୍ରମ ହେଇଛି ତାହା ହଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କର କାର୍ଯ୍ୟକ୍ରମ। ଯୋଉ କାର୍ଯ୍ୟକ୍ରମକୁ ଆଜି ସମସ୍ତେ ଭୁରି ଭୁରି ପ୍ରଶଂସା କରୁଛନ୍ତି ଏବଂ ଏମାନଙ୍କ କାର୍ଯ୍ୟକ୍ରମରେ ଅତିଷ୍ଠ ହୋଇ ସମସ୍ତ ଗରିବ ଲୋକଙ୍କ ଆଖିରୁ ଆଜି ଲୁହ ଝରୁଛି। ନିଶ୍ଚିତ ରୂପେ ବିଜେଡି କେବେ ଡରିନି ଏବଂ ଆଗାମୀ ଦିନରେ ଦେଖିବେ ବାଲଟ ପେପରରେ ଭୋଟ ହବ ପଞ୍ଚାୟତ ନିର୍ବାଚନ। ମୁଁ ଆଜି ବି ଆହ୍ୱାନ ଦଉଛି, ଯଦି ଏମାନଙ୍କର ସତ୍ସାହସ ଅଛି, ଯୋଉଠି ଖାଲି ଥିଲା 856 ୱାର୍ଡ ମେମ୍ବର, ସରପଞ୍ଚ, ପିଏସ ମେମ୍ବର, ଜିଲ୍ଲା ପରିଷଦ, କାହିଁକି ନିର୍ବାଚନ 2 ବର୍ଷ ଭିତରେ କରିପାରୁନାହାନ୍ତି? କଣ ପାଇଁ ଯେତେବେଳେ ନିର୍ବାଚନ କମିଶନର ମଧୁସୂଦନ ପାଢୀ ଯେ ଘୋଷଣା କଲେ ଯେ ନିର୍ବାଚନ ହବ ବୋଲି, ତାହେଲେ ପୁଣି 2 ଦିନ ପରେ କାହିଁକି ବନ୍ଦ କରି ଦିଆଗଲା? କାହାଙ୍କ ଇଙ୍ଗିତରେ ବନ୍ଦ କଲେ? ଆରେ ସତ୍ସାହସ ଅଛି ଯଦି ସରକାର ତମର ଆଜି, ତାହେଲେ ତମେ ଖୁବ ଶୀଘ୍ର ଆସ, ନିର୍ବାଚନକୁ ଚାଲ। ଯେତିକି ଶୂନ୍ୟ ସ୍ଥାନ ଖାଲି ଅଛି, ଯଦି ସେତିକି ନିର୍ବାଚନ କରିକିରି ଦେଖେଇକିରି ଜିତିବେ, ତାହେଲେ ଆମେ ଜାଣିବା ଯେ ଓଡିଶାରେ ଲୋକମତ ସରକାର ସପକ୍ଷରେ ଅଛି।